ଆଜ୍ଞା ନମସ୍କାର। କେମିତି ଅଛନ୍ତି? ବ୍ୟସ୍ତ କ'ଣ ପାଇଁ? ଏ କେତେ ଚଳନ ପାଇଁ? 11/5/25 ଶୁକ୍ଳ ଚତୁର୍ଦ୍ଦଶୀ ରବିବାର ରାତି 10:45 କେତୁ ସିଂହ ରାଶିକି ଯାତ୍ରା କରିବେ। ତେଣୁ ସମସ୍ତ ରାଶି ଉପରେ ତାଙ୍କର ପ୍ରଭାବ ପଡ଼ିବ। ଏବେ ସେ ଅଛନ୍ତି କନ୍ୟାରେ, ହେଲେ ଏ କେତୁ ବିଶେଷ ଉପକାରୀ। ଯେମିତି ଆମେ ପ୍ରତ୍ୟହ ବ୍ୟବହାର କରୁଥିବା ଜଳ, ସେ ଜଳ ଆମକୁ କିଣିବାକୁ ପଡ଼ୁନି, କିଛି ମୂଲ୍ୟ ଦେବାକୁ ପଡ଼ୁନି, କିନ୍ତୁ ତା'ର ଆବଶ୍ୟକତା ଆମ ଜୀବନ ପାଇଁ ଅତି ଜରୁରୀ। ଆମ ମା ଯାହାର ଆବଶ୍ୟକତା ପ୍ରତି ମୁହୂର୍ତ୍ତରେ ଆମ ପାଇଁ, ସେଇଭଳି କେତୁ ଗୋଟିଏ ଗ୍ରହ। କେତୁ ଶବ୍ଦର ଅର୍ଥ ପତାକା, ଆଉ କେତୁ ଗୋଟିଏ ଗ୍ରହର ନାଁ। ଅମୃତ ଭକ୍ଷଣ ପରେ ରାହୁ ଦିଗଡ଼ ହେଲା, ମୁଣ୍ଡଟା ତା ନାଁ ରହିଗଲା। ଆଉ ଜ୍ଞାନୀମାନେ କେତୁର ଗୋଟେ ରୂପ ନେଲେ, ଏକ ସାପ ରୂପ। ସାପ ଯାର ଦୁଇଟା ପାଦ ଅଛି, ଚଢ଼େଇଙ୍କ ଭଳି ଦୁଇଟା ପାଦ ତାର ଅଛି। ସେଇ କେତୁ ଆପଣମାନଙ୍କର ଶୁଭକାମନା କରୁ। ଜାତକରେ ମାନେ ଜନ୍ମ ଜାତକରେ କୋଷ୍ଠୀରେ ଯଦି କେତୁ ଗ୍ରହ ଚନ୍ଦ୍ର, ସୂର୍ଯ୍ୟ, ମଙ୍ଗଳ, ବୃହସ୍ପତିଙ୍କ ସହ ଥାନ୍ତି, ବା ଏହି ଚାରି ଗ୍ରହ ଚନ୍ଦ୍ର, ସୂର୍ଯ୍ୟ, ମଙ୍ଗଳ, ବୃହସ୍ପତିଙ୍କ ଦୃଷ୍ଟିରେ ଥାନ୍ତି, କିମ୍ବା କର୍କଟ, ସିଂହ, ମେଷ, ବିଛା, ଧନୁ, ମୀନରେ ଥାନ୍ତି, କିମ୍ବା ତୃତୀୟ, ଷଷ୍ଠ, ଦଶମ, ଏକାଦଶରେ ଥାନ୍ତି, ତେବେ ସେ ଅବଶ୍ୟ ଆମକୁ ଭଲ ଫଳ ଦେବେ। ଯଦି ଆମ ଜାତକରେ କେତୁ ଏଭଳି ସ୍ଥାନ ନଥାଇ ଥାନ୍ତି, ଲଗ୍ନ ଦ୍ୱିତୀୟ, ଚତୁର୍ଥ, ପଞ୍ଚମ, ସପ୍ତମ, ଅଷ୍ଟମ, ନବମ ଓ ଦ୍ୱାଦଶରେ, ବୁଧ, ଶନି, ଶୁକ୍ରଙ୍କ କବଳରେ, ଏମାନଙ୍କ ଦୃଷ୍ଟିରେ, ଏମାନଙ୍କ ସାଥିରେ, ଆଉ ମିଥୁନ, କନ୍ୟା, ତୁଳା, ବୃଷ, ମକର, କୁମ୍ଭରେ ଥାନ୍ତି, ତାହେଲେ ସେ ଟିକେ ହଇରାଣ କରିବେ। ତେଣୁ ଆଗେ ଆମ ଜାତକ ଆମେ ଖେଳେଇବା, ଦେଖିବା କେତୁଙ୍କ ସ୍ଥିତି କେଉଁଠି। ଏବେ ମୁଁ ଆପଣଙ୍କ ସହିତ ଆଲୋଚନା କରିବାକୁ ଯାଉଛି, ଯଦି ଜାତକରେ ଭଲ ଜାଗାରେ ଥିବେ ଆଉ ମୁଁ କିଛି ଖରାପ କଥା କହିବି, ଜାଣନ୍ତୁ ସେ ଖରାପ ଫଳ କମ୍ ମିଳିବ। ଜାତକରେ ଖରାପ ଜାଗାରେ ଥିବେ, କିଛି ଭଲ କଥା କହିବି, ତାହେଲେ ଭଲ ଫଳ କମ୍ ମିଳିବ। ତେଣୁ ନିଜ ବୁଦ୍ଧି, ବିଚାର, ବିବେକ ମାଧ୍ୟମରେ ଏ ଆଲୋଚନାର ସାରାଂଶ ଗ୍ରହଣ କରିବେ ଏବଂ ନିଜେ ନିଜର ଜାତକ ଦେଖିବେ, ଉଚିତ ଅନୁଚିତ ପଦକ୍ଷେପ ନେବେ। ବହୁ ପୂର୍ବରୁ ଅନେକ ଥର ମୁଁ ଆପଣମାନଙ୍କୁ କହିଛି ଯେ କେତୁଙ୍କୁ ଶାସନ କରିପାରିବେ ଏକମାତ୍ର ଲମ୍ବୋଦର ଗଜାନନ। ତେଣୁ ଆମେ ତାଙ୍କୁ ଶ୍ରୀ ଗଣେଶଙ୍କୁ ପ୍ରାର୍ଥନା କରିବା, ଦେବେନ୍ଦ୍ର ମୌଳି ମନ୍ଦାର ମକରନ୍ଦ କଣାରୁଣା ବିଘ୍ନ ହରନ୍ତୁ ହେ ଲମ୍ବୋଦର ଗଜାନନ। ନାରଦ ତାଙ୍କୁ ସ୍ତୁତି କରିଥିଲେ। ନାରଦ ବାଚ
प्रणम्य शिरसा देवं गौरीपुत्रं विनायकं भक्तावासं स्मरन्नित्यं आयुः कामार्थसिद्धये प्रथमं वक्रतुण्डं च द्वितीयं च गजाननं तृतीयं विघ्ननाशं च चतुर्थं तु लम्बोदरं पंचमं विघ्नहर्ता च षष्ठं कुटिलवक्रं च सप्तमं बहुभक्ता च अष्टमं उमानंदन नवम ईशपुत्रस्य दशमं तु गजानन। এই ନାଁ ଗୁଡ଼ିକୁ ଆମେ ଯଦି ବାରମ୍ବାର ପଢ଼ିବା ବା ବୈଦିକ ମନ୍ତ୍ର ଓଁ ଗଣନନ୍ତ୍ୱା ଗଣପତିଙ୍କୁ ହବାମହେ ପ୍ରୀଣନ୍ତ୍ୱା ପ୍ରିୟପତିଙ୍କୁ ହବାମହେ ନିଧିନନ୍ତ୍ୱା ନିଧିପତିଙ୍କୁ ହବାମହେ ବସମମୋ ଆହମଜାନି ଗର୍ଭୋଧଂ ମନ୍ତ୍ୱ ମଜାସି ଗର୍ଭୋଧଂ ଶ୍ରୀ ମହାଗଣାଧିପତये ନମଃ। ଅଥବା ସରଳ ମନ୍ତ୍ର ଓଁ ଗଂ ଗଣପତये ନମଃ। ଏ ମନ୍ତ୍ରକୁ ବାରମ୍ବାର ପଢ଼ିବା, ଗଣେଶଙ୍କୁ ପୂଜା କରିବା। ଯଦି ସାମର୍ଥ୍ୟ ଥାଏ ରକ୍ତ ଚନ୍ଦନ ଘୋରି ସେଥିରେ ଟିକେ କର୍ପୂର ଅଗୁର ପକାଇ ଗଣେଶଙ୍କ ଛାତିରେ ଲଗାଇବା, ସିନ୍ଦୁର ଟିକେ ତାଙ୍କ ମୁଣ୍ଡରେ ଲଗାଇବା, ଲାଲ ଫୁଲରେ ତାଙ୍କୁ ସଜେଇବା ଓ ତାଙ୍କ ଛାତିରେ ଲଗାଇ ମୁଣ୍ଡରେ ବା ପାଦରେ ଦେବା। 2ଟି ଦୁବ 2ଟି ଅରୁଆ ଚାଉଳ ମାନେ 20ଟି ଦୁବ 20ଟି ଅକ୍ଷତକୁ ଦେବା। ପ୍ରତ୍ୟହ ଏ କାମ କରିବା, ତାହେଲେ କେବେ ବି ଆମକୁ ସ୍ୱପ୍ନରେ ବି ସାପ ଦେଖାଦେବନି। ସର୍ପ ଭୟ ଘରୁ ଦୂର ହୋଇଯିବ, ମନରୁ ଦୂର ହୋଇଯିବ ଆଉ କେତୁ କଲ୍ୟାଣ କରିବେ। ଆମେ ଆଜି ଆଲୋଚନା କରିବା ବିଛା ରାଶି କଥା। ବିଛା ରାଶି ଉପରେ କେତୁଙ୍କର ପ୍ରଭାବ କେତେ ଶୁଣିବା। ଯଦି ଆପଣଙ୍କର ବିଛା ରାଶି ବିଶାଖା ନକ୍ଷତ୍ର ମାନେ 16 ବିଭକ୍ତକ 8, ତେବେ ଆପଣଙ୍କୁ ପ୍ରଚୁର ସୁଖ ପ୍ରାପ୍ତି ହେବ। ପ୍ରଚୁର ସୁଖ, ଆର୍ଥିକ, ମାନସିକ, କାୟିକ, ପାରିବାରିକ ଓ ସାମାଜିକ ସୁଖ ମିଳିବ। ଓ ଏସବୁ ସୁଖ ଦେବା ପାଇଁ କେତୁ ହାତ ଗୋଡ଼ ଟେକି ବସିଛନ୍ତି। ସନ୍ତାନ, ଗୋରୁ, ଭୂମି, ଗୃହ, ସ୍ୱର୍ଣ୍ଣ ଆଦି ଲାଭ ହୋଇପାରେ। ଏଣୁ ଏସବୁ ପାଇ ଆପଣ ସୁଖୀ ହେବେ। ପ୍ରତି ଲୋକଙ୍କର ମନୋଭାବ ଭିନ୍ନ ଭିନ୍ନ। କିଏ କେଉଁଥିରେ ଖୁସି ହୁଅନ୍ତି। ତେଣୁ କିଏ ସନ୍ତାନ ପାଇଲେ, କିଏ ଜୀବନସାଥୀ ପାଇଲେ, କିଏ ଘର, ଭୂମି, ଫୁଲ, ଫଳ, ଖାଦ୍ୟ, ସ୍ୱର୍ଣ୍ଣ ରତ୍ନ ପାଇଲେ ଖୁସି ହୁଏ, କିଏ ଗୋଠକୁ ଗୋରୁ ଆଣିଲେ ଖୁସି ହୁଏ, କିଏ ଜମିରେ ଫସଲ ଦେଖିଲେ ଖୁସି ହୁଏ। ତେଣୁ ଯିଏ ଯେଉଁଥିରେ ଖୁସି ହୁଏ କେତୁ ତାଙ୍କୁ ଏଇ ଫଳ ଦେବେ। ଯଦି 16 ନକ୍ଷତ୍ର ବିଛା ରାଶି, ଯେମିତି ଭକ୍ତଙ୍କୁ ଈଶ୍ୱର ସୁଖ, ଯୁବଗୋଷ୍ଠୀଙ୍କୁ ଦୈହିକ ସୁଖ, ସଂସାରୀକୁ ଆର୍ଥିକ ସୁଖ, ଦାମ୍ପତ୍ୟକୁ ସନ୍ତାନ ସୁଖ, କବିଙ୍କୁ ପ୍ରାକୃତିକ ସୁଖ ମିଳିଲେ ସେମାନେ ପ୍ରଫୁଲ୍ଲିତ, ଆହ୍ଲାଦିତ, ଆନନ୍ଦିତ ହୋଇଥାନ୍ତି। ସେହିଭଳି ଯାହା ମନକୁ ଯାହା ମିଳିଲେ ଶାନ୍ତି ମିଳିବ କେତୁ ମହାଶୟ ଅବଶ୍ୟ ସେ ବ୍ୟକ୍ତିମାନଙ୍କୁ ସେ ଫଳ ଦେବେ। ଯଦି ବିଶାଖା ନକ୍ଷତ୍ର ବିଛା ରାଶି। ଏବେ ଆଲୋଚନା କରିବା ଯଦି ବିଛା ରାଶି ଅନୁରାଧା ନକ୍ଷତ୍ର ମାନେ 17 ବିଭକ୍ତକ 8, ତେବେ ଧନ ବୃଷ୍ଟି ହେବ। ମାନେ ଏତେ ଧନ ଆସିବ, କେଉଁଠୁ କେମିତି ଆସିବ ସେ କଥା ଆପଣ ମୋଠୁ ବୁଝିପାରିବେନି। ତେଣୁ ଆପଣ ଧନକୁ ଖର୍ଚ୍ଚ କରି ସାରି ସଞ୍ଚୟ ବି କରିବେ। ଖର୍ଚ୍ଚ କରନ୍ତୁ ନ କରନ୍ତୁ, ମୁଣ୍ଡକୁ ଗୋଟେ ଚିନ୍ତା ଆସିବ ମୁଁ ସଞ୍ଚୟ କରିବି। ଅର୍ଜିତ ସମ୍ପତ୍ତିକୁ ଆପଣ ସଞ୍ଚୟ କରିବେ। ସଞ୍ଚୟ ଏକ ମହତ୍ ଗୁଣ। ସଞ୍ଚୟ କରିଥିଲେ ଆପଦ ବିପଦରେ ତାକୁ ଖର୍ଚ୍ଚ କରିପାରିବେ। ଏଇ 17 ନକ୍ଷତ୍ରକୁ ଏ ସୁଯୋଗ ମିଳିବ। ମୁଣ୍ଡକୁ ଖାଲି ସେ ଚିନ୍ତା ଆସିବ ମୁଁ ସଞ୍ଚୟ କରିବି। ସଞ୍ଚିତ ଅର୍ଥର ବିନିଯୋଗ ପରେ କରିବି। ତେଣୁ
ଅର୍ଥ ଆସିଲେ ସଞ୍ଚୟ କରିବେ, ଚାଷ ଭଲ ହେବ, ବାସ ମାନେ ଭଡ଼ା ଘରୁ ମଧ୍ୟ ଭଲ ଲୋକ କିଛି ଅର୍ଥ ଦେବେ, ଚାଷରୁ ପାଇଲେ ବାସରୁ ପାଇଲେ, ସେମିତି ଚାକିରିରୁ, ବ୍ୟବସାୟରୁ, ବୃତ୍ତିରୁ, ବେଉସାରୁ, ଆଇନରୁ, ଚିକିତ୍ସାରୁ, ଯିଏ ଯେଉଁ ବୃତ୍ତି କରି ବଞ୍ଚନ୍ତି, ଭିକ୍ଷୁକ ସେ ଭିକ୍ଷା ଯାଚନା କରୁଛି, ତା'ର ଭଲ ଆୟ ହେବ, ସମସ୍ତେ ସଞ୍ଚୟ କରିବେ। ସଞ୍ଚୟ ମନୋବୃତ୍ତି ସେମାନଙ୍କ ଜାଗ୍ରତ ହେବ, ଏ ଚିନ୍ତାଧାରା ଆଣିବେ କେତୁ। କିଛି ଲୋକ ଧନ ଖର୍ଚ୍ଚ କରି ଜୀବନକୁ ଉପଭୋଗ କରୁଥାନ୍ତି ଓ ଖୁସି ହୁଅନ୍ତି, କିନ୍ତୁ କେତୁ ଚଳନ ଯୋଗୁଁ ଅନୁରାଧା ନକ୍ଷତ୍ର ଧନ ସଞ୍ଚୟଶୀଳ ହେବେ, ବୃଥା ଖର୍ଚ୍ଚ କରିବେନି। ବୃତ୍ତିରୁ, ବ୍ୟବସାୟରୁ, ଅର୍ଜିତ ସମ୍ପତ୍ତିରୁ ଯେଉଁ ଅର୍ଥ ଆସିବ ସେଥିରୁ ଅଧାରୁ ଅଧିକ ସଞ୍ଚୟ କରିବେ, ବାକି କମ୍ରେ ପରିବାର ପ୍ରତିପୋଷଣ କରିବେ, କଷ୍ଟେ ମଷ୍ଟେ ଚଳିବେ। କିନ୍ତୁ କାର୍ପଣ୍ୟ ଏକ ଘୃଣ୍ୟ ଲକ୍ଷଣ, ବୃଥା ଖର୍ଚ୍ଚ ସେମାନେ କରିବେନି। ଆଉ ଏଇ ବ୍ୟକ୍ତିମାନଙ୍କ ଭିତରେ ଯେଉଁମାନେ କୃପଣ ଥାଏ, ପେଟକୁ ଖାଇବେନି, ଦେହକୁ ଘୋଡ଼ାଇବା ପାଇଁ ଭଲ ପିନ୍ଧିବେନି, ବନ୍ଧୁମାନଙ୍କ ଘରକୁ କିଛି ଗୋଟେ ମିଠା ମିଠା ନେଇ ଯିବେନି, ଦ୍ୱାରରୁ ଭିଖାରୀମାନଙ୍କୁ, ଅତିଥିମାନଙ୍କୁ ଦୂରେଇ ଦେବେ, ସେଇମାନଙ୍କ ପାଇଁ ଟିକେ ମୋତେ ଘୃଣା ଲାଗେ। ଆରେ ଆମକୁ ବିପଦରେ କେହି ସାହାଯ୍ୟ କରୁଛି କି ନାହିଁ, ଆମେ କାହିଁ ସାହାଯ୍ୟ କରିବାନି? କୃପଣ ହୁଅ ନା, ସଞ୍ଚୟ କର, ଯଥାଶକ୍ତି ଅନ୍ୟକୁ ଦିଅ। ମୋଟାମୋଟି ଭାବରେ ବିଛା ରାଶି ଅନୁରାଧା ନକ୍ଷତ୍ର ବ୍ୟକ୍ତିମାନେ ପ୍ରବଳ ଅର୍ଥ ଲାଭ କରିବେ, କିନ୍ତୁ ତାଙ୍କୁ ବିଭିନ୍ନ ଉପାୟରେ ଅର୍ଥ ଦେବେ ଓ ସେ ଅର୍ଜିତ ସମ୍ପତ୍ତିର ଅଧାରୁ ଅଧିକ ସଞ୍ଚୟ କରିବେ। କିଛି କିଣାକିଣି କରିବେନି, ସୁନା ଜମି ବାଡ଼ି ଘର ନାହିଁ, ଆଗେ ସଞ୍ଚୟ କରିବେ। ଏଇ ମନୋଭାବ ଦେବେ କିଏ? କେତୁ। ଦେଖିବା, ଯଦି ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ର ମାନେ 18 ତାଙ୍କର ଫଳ ହେଲା କ'ଣ? ବନ୍ଧୁ ଦର୍ଶନ। ବନ୍ଧୁ ଦିଏ ବଳ, ଜଳ ଦେଖାଏ କୂଳ ଆଉ ଥଳ। କିଛି ନୂତନ ବନ୍ଧୁ ସୃଷ୍ଟି ହେବେ। ଆମେ ରାସ୍ତାରେ କାଲି ଆପଣଙ୍କ ସମୟରେ ଦେଖା ହେଲା, ନା ଆପଣ ମୋତେ ଚିହ୍ନିଥିଲେ, ନା ମୁଁ ଆପଣଙ୍କୁ ଚିହ୍ନିଥିଲି? ଏମିତି ଦିହେଁ ଅଚିହ୍ନା ଅତିଥି ଭାବରେ ଗୋଟିଏ ବରଗଛ ମୂଳେ ବସିଥିଲେ, କଥାବାର୍ତ୍ତା ହଉ ହଉ ଆପଣ ମୋତେ ଭଲ ପାଇଲେ, ମୁଁ ଆପଣଙ୍କୁ ଭଲ ପାଇଲି। ତାପରେ ଆପଣ ଏତେ ଖୁସି ହେଇଗଲେ, ମୋତେ ନେହୁରା ହିଁ କହିଲେ, ନାଇଁ ଆସନ୍ତୁ ଟିକେ ଯିବା ଏ ଦୋକାନ ଚା ପିଇବା। ଆପଣ ପଇସା ଖର୍ଚ୍ଚ କଲେ, ଆମେ ଦିହେଁ ଚା ପିଇଲେ। ମୁଁ କହିଲି, ଆଜ୍ଞା ଏ ରାସ୍ତା କଡ଼ରେ ଆମ ଘର, ଅକାଳେ ସକାଳେ ଯେବେ ଏ ବାଟେ ଯିବେ ଆମ କବାଟ ଟିକେ ଠକ୍ କରିଦେବେ, 2-4 ମିନିଟ୍ ବସିବା, ଦୁଃଖ ସୁଖ ହେବା, ଚା ଜଳଖିଆ ଖାଇବା। ଏଇ ଯେଉଁ ବନ୍ଧୁତା ଆମ ସୃଷ୍ଟି ହେଲା, ଏଇଭଳି ବନ୍ଧୁ ସୃଷ୍ଟି ହେବ ଜ୍ୟେଷ୍ଠା ନକ୍ଷତ୍ର ବିଛା ରାଶିମାନଙ୍କର। ତା ଛଡ଼ା କିଛି ଝିଅ ବନ୍ଧୁ, କିଛି ପୁଅ ବନ୍ଧୁ ଅଛନ୍ତି। ଝିଅର ବାପା ମା, ଭାଇ ଭଉଣୀ, ପୁଅଙ୍କର ଶାଶୁ ଶ୍ୱଶୁର ଇତ୍ୟାଦି। ପୁଣି ସେଇ ବନ୍ଧୁ ମଧ୍ୟରେ କେଉଁଠି ଟିକେ ଅମଳ ହେଇଥିବ, ସେ ଅମଳ ଦୂର ହେଇଯିବ। ସବୁଠୁ ବଡ଼ ବନ୍ଧୁ ହେଲେ କି ଆମ ନିଜ ଭାଇ ଭଉଣୀ। ଏକ ପ୍ରସୂୟତେ ମାତା, ଦ୍ୱିତୀୟ ବାକ୍ ପ୍ରସୂୟତେ। ବାକ୍ କଥା କହିଲି, ବରଗଛ ମୂଳେ ବସି କଥାବାର୍ତ୍ତା ହେବାଟା, ଆଉ ପ୍ରଥମ ବନ୍ଧୁ ହେଲା ଭାଇ। ଭାଇ ସାଙ୍ଗରେ ଅମଳ ହେବନି, ଯଦି ହେଇଥିବ କଟିଯିବ। କେତୁ ମହାଶୟ ସେ ସମସ୍ୟା ସମାଧାନ କରିବେ। ବନ୍ଧୁ ଦର୍ଶନ। ଦେଖିବା, ଭଲ କଥା, ଯାହାର ଯେତେ ଅଧିକ ବନ୍ଧୁ ସିଏ ସେତେ ଭାଗ୍ୟବାନ। ପୁରାତନ ବନ୍ଧୁଙ୍କ ସୁଖ ଆମକୁ ମିଳିବ ଏବଂ ସିଏ ସୁଖ ଦୁଃଖରେ ଆମକୁ ସମ୍ମାନିତ କରିବେ। ନୂତନ ବନ୍ଧୁ ସୃଷ୍ଟି ହେବେ। ବେଳେବେଳେ ଆମେ ଆମର ବୁଦ୍ଧି ଓ ଶୀଳ ମାଧ୍ୟମରେ
ନୂଆ ନୂଆ ବନ୍ଧୁ ସୃଷ୍ଟି କରିଥାଉ। ଜ୍ୟେଷ୍ଠା ବିଛା ରାଶିକୁ ଯେ କେତୁ ଏବେ ସେଇ ସୁଯୋଗ ଦେବେ। ଶାସ୍ତ୍ର କହେ ପ୍ରଥମ ବନ୍ଧୁ ଭାଇ, ଏଣୁ ଏହି ସମୟରେ ଭାତୃ ବିବାଦର ଅବସାନ ହେବ। ଭାଇ 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 ଭଉଣୀ ମଧ୍ୟରେ ଥିବା ପୁରୁଣା ସୁସମ୍ପର୍କ ପୁଣି ସ୍ଥାପିତ ହେବ। ପୁଅ ଝିଅଙ୍କର ବାହାଘର ହେବ ଓ ନୂଆ ନୂଆ ବନ୍ଧୁ ସୃଷ୍ଟି ହେବେ। ଜ୍ୟେଷ୍ଠା ବିଛା ରାଶିର ଲୋକେ ବନ୍ଧୁ ଦର୍ଶନ କରିବେ। ବୁଝା ପଇଲା। ତା ଆମେ ଅନୁରାଧା ବିଛା ଧନ ସଞ୍ଚୟ କରିବେ, ଆଉ ବିଶାଖା ବିଛା ଯାବତୀୟ ସୁଖ ପାଇବେ। ମୋଟାମୋଟି ଭାବରେ ବିଛା ରାଶିର 3 ନକ୍ଷତ୍ରକୁ କେତୁ ମହାଶୟ କଲ୍ୟାଣ କରି କହିବେ ତୁମର ମଙ୍ଗଳ ହେବ, ମଙ୍ଗଳ ହେବ, ମଙ୍ଗଳ ହେବ। ବନ୍ଧୁ ଆପଣଙ୍କୁ ବି ମଙ୍ଗଳ ହଉ ନା। ରହିଲି, ନମସ୍କାର। ଯଦି ଈଶ୍ୱର ଚାହିଁବେ ତାହେଲେ ଆସନ୍ତାକାଲି ଆମେ ପୁଣି ଦୁଃଖ ସୁଖ ହେବା ଧନୁରାଶି ଉପରେ। ନମସ୍କାର, ନମସ୍କାର, ନମସ୍କାର।